ଆମର ସମଲେଇ ମନ୍ଦିର ଯେ ଛକଟାରୁ ଭାଗୀରଥୀ ଛକ ଯାଏ ଯେଉଁମାନେ ଏମ୍ଭି ନିୟମକୁ ଭଗ୍ନ କରୁଛନ୍ତି, ଯେଉଁ ଗାଡ଼ି ମାନେ ପାର୍କିଂ ଇଲିଗାଲ ପାର୍କିଂ ଅଛି, ରଙ୍ଗ ପାର୍କିଂ କରୁଛନ୍ତି, ତାପରେ ଟ୍ରିପଲ୍ ରାଇଡ଼ିଂ କରୁଛନ୍ତି, ଡ୍ରଙ୍କେନ୍ ଡ୍ରାଇଭିଂ ବି କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଏନଫୋର୍ସମେଣ୍ଟ କରାଯାଇଥିଲା। 1,60,000 ଟଙ୍କା କାଟି ଫାଇନ୍ କଲେକ୍ସନ୍ ହେଇଛି। ଆଗକୁ ମଧ୍ୟ ଏନଫୋର୍ସମେଣ୍ଟ ଆକ୍ଟିଭିଟି ଜାରି ରହିବ। ଆମେ ଜନସାଧାରଣଙ୍କୁ ଅନୁରୋଧ କରୁଛୁ ଆପଣଙ୍କ ମାଧ୍ୟମରେ କି ସମସ୍ତେ ଗାଡ଼ିର ଡକୁମେଣ୍ଟ ରଖନ୍ତୁ। ତାପରେ ଯେଉଁମାନେ ଗାଡ଼ି ଡ୍ରଙ୍କେନ୍ ଦାରୁ ପିଇକିରି ଗାଡ଼ି ଚଲାନ୍ତୁ ନାହିଁ, ହେଲମେଟ୍ ୟୁଜ୍ କରନ୍ତୁ, ଆଉ ଏମ୍ଭି ଭାଓଲେସନ୍ କରନ୍ତୁ ନାହିଁ ଯେଉଁ ନିୟମ ଅଛି, ଯାହାକି ଆମେ ଏନଫୋର୍ସମେଣ୍ଟ ସହଜ ଆଉ ଆକ୍ସିଡେଣ୍ଟରେ ଫ୍ରି ସହରଟାକୁ ରଖିବା ପାଇଁ ଆମେ ଚେଷ୍ଟା କରୁ। ସାର୍ ଲୋକ କେତେ ସଚେତନ ବୋଲି ଭାବୁଛନ୍ତି? ନିଶ୍ଚିନ୍ତ ରୂପରେ ଆମେ ଆପଣ ମାଧ୍ୟମରେ ଯେଉଁ କହୁଛୁ କି ଲୋକମାନେ ଗାଡ଼ିର ଡକୁମେଣ୍ଟ ଠିକ୍ ରଖନ୍ତୁ ଏବଂ ପାର୍କିଂଟା ଠିକ୍ ଭାବରେ ହେଉ, ତାକି ଅନ୍ୟମାନଙ୍କର ସ୍ମୁଥ୍ ମୁଭମେଣ୍ଟ ହୋଇପାରିବ ଟାଉନରେ ଯାନବାହନ। ତ ଲୋକମାନେ ନିଶ୍ଚିନ୍ତ ରୂପରେ ସଚେତନ ହେବେ, ଆମେ ଆୱାରନେସ୍ ବି ତା ଭିତରେ ବି ଲୋକମାନଙ୍କୁ କରାଉ।